କଣ ହେଲା? ହ୍ୟାଲୋ। ହଁ କଣ କୁହ? ମୋର କହିବା କଥା ବାବା, ଆମର ତ ଭୋଜନ ଦୁଇ ପ୍ରକାର, ଗୋଟେ ସାତ୍ଵିକ ଭୋଜନ, ଗୋଟେ ତାମସିକ ଭୋଜନ, ବୁଝୁଛ ନା ବାବା? ହଁ। ମାନେ ଭୋଜନ ହେଲା ଦି ପ୍ରକାର, ଗୋଟେ ସାତ୍ଵିକ ଭୋଜନ, ଗୋଟେ ତାମସିକ ଭୋଜନ। ଆଉ ରାଜସିକ? ରାଜସିକ ବି ଅଛି। ହଁ ସାତ୍ଵିକ, ରାଜସିକ, ତାମସିକ ତିନି ପ୍ରକାର ଭୋଜନ। ଆଚ୍ଛା, ଯୋଉ ତାମସିକ ଭୋଜନ ଟା ହଉଛି ଆମର ମାଛ ମାଂସ ଭଲ ଖାଇଛନ୍ତି। କଣ ହେଲା? ମାଛ ମାଂସ ଅଣ୍ଡା ଯେତେକ ସବୁ ମାନେ ପଶୁ ପକ୍ଷୀ ଇତ୍ୟାଦି ଯୋଉ ଭୋଜନ। ହଁ। କିନ୍ତୁ ରାଜସିକ ହେଲା ଆମର ପିଆଜ ରସୁଣ ମସଲା ସାମଗ୍ରୀ। ନାଇଁ ନାଇଁ। ଆଉ ଏଇ ଯୋଉ ଅଣ୍ଡା ଫଣ୍ଡା ଏଗୁଡା ସବୁ ରାଜସିକରେ ଯିବ। ଅଣ୍ଡା ଫଣ୍ଡା ଟା ରାଜସିକରେ ଯିବ? ହଁ ଯେତେ ଅଣ୍ଡା, ମାଛ, ମାଂସ, ତେଲ, ମସଲା ତାର ହଉଛି ଆଜ୍ଞା କଟୁ, ତୀକ୍ଷ୍ଣ, ରୁକ୍ଷ, ବିଦାହୀନ ଏଗୁଡାକ ସବୁ ହଉଛି ନା ତୀକ୍ଷ୍ଣ, ଏଗୁଡାକ ସବୁ ହଉଛି ରାଜସିକ। ଆମର ଆଜ୍ଞା ତାମସିକ ହଉଛି ବାସି, ପୁଷ୍ଟି, ଗନ୍ଧଯୁକ୍ତ, ବୁଝିଲ? ଆଉ ଆଜ୍ଞା ବହୁତ ଦିନର ଶୀତଳ, ଏଇଗୁଡାକ ସବୁ ହଉଛି ତାମସିକ ଭୋଜନ। ଆଉ ଆଜ୍ଞା ତଟକା ଜିନିଷ ଯିଏ ଶୀଘ୍ର ରୁଚିକର, ଯୋଉଟା କି ଆମ ଶରୀରରେ ଅନୁକୂଳ, ଯୋଉଟା ମୋଟ କଥା ଯୋଉଟା ଆଜ୍ଞା ଶରୀରର ଅନୁକୂଳ ଖାଦ୍ୟ, ତାହା ହିଁ ହଉଛି ଆମର ସାତ୍ଵିକ। ଆଜ୍ଞା ଯୋଉଟା ପ୍ରତିକୂଳ ଖାଦ୍ୟ ସେଇଟା ହଉଛି ତାମସିକ, ଆଉ ଯୋଉଟା ଆଜ୍ଞା ଦୁଃଖଦାୟକ ସେଇଟା ହଉଛି ରାଜସିକ। ଧର ଆଚ୍ଛା ଅତି ରାଗଟାକୁ ଆମେ ଲଙ୍କା ଟା କାମୁଡି ଖାଇଦବା, ଅତି ପାଟି ପୋଡିଲା ନା ହଁ ହେଟା ରାଜସିକ। ରାଜସିକ ହେଇଗଲା। ତେଣୁ ହୁଁ ଏଇଗୁଡା ସବୁ ତୀକ୍ଷ୍ଣ, ରୁକ୍ଷ ଆଉ ରୁକ୍ଷ କଲେ ମୁଢି, ଚୁଡା ଏଗୁଡାକ ସବୁ ରାଜସିକ ଉପରେ ଯିବ। ଏଇଆ କଥା ଆଉ। ଆଉ ତାମସିକ ଟା ହଉଛି ଯେତେ ସବୁ ବାସି ସାମଗ୍ରୀ। ବାସି ସାମଗ୍ରୀ ଯେତିକି ବାସି ଗନ୍ଧ ସେଗୁଡାକ। ଆଉ ମାଛ ମାଂସ ଟା ରାଜସିକ, କିନ୍ତୁ ହେଟା କିଛି ଲୋକ କହୁଛନ୍ତି ମାଛ ଖାଇବ, ମାଂସ ଖାଇବ, ଆଇଁଷ ଖାଇବ ନାହିଁ, ୟାର ହଁ ମତଲବ? କିଏ ଯୋଉ କହୁଛନ୍ତି ମାଛ ଖାଇବ, ମାଂସ ଖାଇବ, ଆଇଁଷ ଖାଇବନି, ହୁଁ ଆଇଁଷଟା ହଉଛି କଣ ନା ନାଡି ସଙ୍ଗ। ଆଚ୍ଛା। ସେଇଟାକୁ ଆଇଁଷ ବୋଲି ସେମାନେ କହନ୍ତି। କିନ୍ତୁ ଇଏ ମାଛ ମାଂସ କିନ୍ତୁ ଆଇଁଷ ନୁହେଁ। ଆଇଁଷ ବୋଲିକି ସେ କହନ୍ତିନି। ତାର କାରଣ ହଉଛି କଣ ଶୁଣ ଆଜ୍ଞା ଯେ ଆମେ ମାନେ ଅବୁଧୁତିଆ ମାନଙ୍କର କୌଣସି ବାରଣ ନାହିଁ ତ ଖାଦ୍ୟରେ। ଆଜ୍ଞା। ସେମାନଙ୍କର ଏଇଟା ଖାଇବି ଏଇଟା ଖାଇବି ନାହିଁ, ଏଇଟା ଭଲ ଏଇଟା ମନ୍ଦ ବିଚାର ତାଙ୍କର ନାହିଁ। ଆଜ୍ଞା। ଯିଏ ଯାହା ମିଳିଲା ସେ ଖାଇଲେ। ଆଜ୍ଞା। ଖାଦ୍ୟରେ କୌଣସି ବାଛ ବିଚାର ନାହିଁ। ଆଜ୍ଞା ବିଚାର କଣ ନା ଯୋଉଟା ଆମର ବଡି ପରମିଟ କଲା ହୁଁ ସେଇଟାକୁ ଆମେ ଖାଇବା। ଆଜ୍ଞା। ଏଥିରେ ବାଛ ବିଚାର ନାହିଁ, ଏଇଟା ଭୁଲ ଏଇଟା ଠିକ ଏଇ ବିଚାର ସେମାନେ କରନ୍ତି ନାଇଁ କାହିଁକି? ନା ତାର କାରଣ ହଉଛି ସେମାନଙ୍କର ସମଜ ଖାଦ୍ୟ ଉପରେ ଏଇଟା ସେଇଟା କହିଲେ ତମେ କଣ ହବ ନା ତାପରେ ଭେଦ ସୃଷ୍ଟି ପଳେଇ ଆସିବ। ମୁଁ ଗୋଟେ ଉଦାହରଣ ଦଉଛି। ଆଜ୍ଞା। ଯେ ତମେ ଗୋଟେ ଶିଷ୍ୟ ଜଣେ ସାଧୁ ସେ ତାଙ୍କ ଶିଷ୍ୟ ଘରକୁ ମନେକର ଯାଇଛନ୍ତି। ଆଜ୍ଞା। ଦିନ 3ଟା ବେଳ ହେଲାଣି। ଆଜ୍ଞା। କିନ୍ତୁ ଖରାବେଳ ତାଙ୍କ ଘରେ କିଛି ନଥିଲା ଖାଇବାକୁ, ବହୁତ କଷ୍ଟରେ ଦିଟା ଚିଙ୍ଗୁଡି ମାଛ ଧରିକି ଆଣିକିରି ସେ ଛୁଞ୍ଚୁଡା କରୁଛନ୍ତି, ଭାତ ଦିଟା ରାନ୍ଧିଛନ୍ତି ତାଙ୍କ ପିଲା ଛୁଆ ଖାଇବେ। ଆଜ୍ଞା। ଯଦି ଖାଇବେ ଇଏ ଗୁରୁ ଯେତେବେଳେ ପହଞ୍ଚି ଗଲେ ତାଙ୍କ ଘରେ ତ କିଛି ନାହିଁ ନା। ହୁଁ 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 ତେଣୁ ସିଏ ଗୁରୁଙ୍କ ପାଇଁ ଗୁରୁ ପିଆଜ ଖାଇବେ ନାହିଁ, ରସୁଣ ଖାଇବେ ନାହିଁ, ଘିଅ ପକେଇ ଖାଇବେ, ତେଲ ଖାଇବେନି, ଏଇ ଜିନିଷ କରିବା ପାଇଁ ହେଲେ କିଏ କଣ କରିବ? ସେ ହୁଁ ବାଧ୍ୟ ହୁଁ ହେଇକି ଯାଇକି କୋଉଠି ଲୋନ କରିକି ଆଣିକି ଦବ। ପୁଣି ଆଜ୍ଞା ଖାଇବାଟା ପୁଣି ବେଟାଇମ ପୁରା ହେଇଯିବ। ଯୋଉ ହୁଁ ଛୋଟ ଛୁଆ ତା ଘରେ ଥିବେ ସେମାନେ ହୁଁ ଡହଳ ବିକଳ ହଉଛନ୍ତି ଖାଇବା ପାଇଁ। ଗୁରୁ ହୁଁ ନ ହୁଁ ହୁଁ ପାଇଲେ ସେ ଖାଇବେ ନାହିଁ। କିନ୍ତୁ ଏ ହୁଁ କ୍ଷେତ୍ରରେ ଯୋଉ ଖାଦ୍ୟ ଗୁରୁକୁ ଦବ ଏଟା ଖାଦ୍ୟ ତ ଖାଦ୍ୟ ନୁହେଁ, ଏଟା ଗୁରୁର ପାପ ହବ। ଆଜ୍ଞା। ସେଥିପାଇଁ କଣ କରାଯାଏ ନାଇଁ ଯୋଉଠି ଯୋଉଭଳି ପ୍ରକାରର ପରିସ୍ଥିତି ଦେଖିବ ସେ ହୁଁ ଜାଗାରେ ଭେଦ କିଛି ରଖିବ ନାହିଁ, କି ନିଜର ବିଧି ନିଷେଧ କିଛି ରଖିବନି। ହୁଁ ହୁଁ ହୁଁ। ଯୋଉଠି ଯାହା ମିଳିଲା ଯୋଉ ସମୟରେ ଆନନ୍ଦରେ ତମେ ଭଗବାନଙ୍କୁ ସମର୍ପଣ କରିଦିଅ ସେଟା କୈବଲ୍ୟ ହେଇଯିବ। ଆଜ୍ଞା। କୌଣସି କାର୍ଯ୍ୟ ଉପରେ ବାଦ ବିଚାର ନ କରି ମନଟାକୁ ଯଦି ଆମେ ସାଧନା କରିଦବା ଆଉ ତାହେଲେ ଆଜ୍ଞା ମନଟା ଯେହେତୁ ଶାନ୍ତି ହେଇଗଲା କାର୍ଯ୍ୟ ସହିତ କିଛି ସମ୍ପର୍କ ନାହିଁ ମନ। ଆଜ୍ଞା। କର୍ମେନ୍ଦ୍ରିୟାଣୀ ସଂଯମ୍ୟ ଯସ୍ତେ ମନସା ସ୍ମରମ୍ ଇନ୍ଦ୍ରିୟାର୍ଥାନ୍ ବିମୂଢ଼ାତ୍ମା ମିଥ୍ୟାଚାରଃ। ଆଜ୍ଞା। କର୍ମ ଇନ୍ଦ୍ରିୟ କରି ସଂଯତ ଯେହୁ ମନେ ସ୍ମରଇ
ଇନ୍ଦ୍ରିୟ କାରଣେ ବୁଢ଼ା ମିଥ୍ୟାଚାର ଖାଇ ତମେ ଏଣେ ପାଟିରେ କହୁଛ ମୁଁ ଖାଇବି ନାହିଁ, ଭାତ ମୁଠେ ଖାଇବିନି, ପାଟିରେ ଚାପିକି ରଖିଲ, କିନ୍ତୁ ଲୋଭ ଆସକ୍ତି କଟି ନାହିଁ, ତେଣୁ ଅନ୍ୟ ଯିଏ ଖାଇଲା ତାକୁ ଦେଖିକି ତମ ପାଟିରୁ ନାଳ ବୋହିଲାଣି। ଏଟାକୁ କୁହାଯାଏ ମିଥ୍ୟାଚାର। ଆଚ୍ଛା। କିନ୍ତୁ ଆଚାର୍ଯ୍ୟ କିଏ ଯେ ନାଇଁ ତମେ ମାଛ ମାଂସ ଯାହା ଖାଉଛ ଖା, କିନ୍ତୁ ମନଟାକୁ ତମେ ସଂଯମ କରିକି ଖା। ହେଲେ ସେ ଖାଦ୍ୟ ତମ ଉପରେ ପ୍ରଭାବ ବିସ୍ତାର କରିପାରିବ ନା। ଆଜ୍ଞା ଏଇଟା ହଉଛି ଟେକ୍ନିକ୍। ଆଜ୍ଞା ଏ କଥାଟାକୁ ସବୁ ଲୋକ ନ ଜାଣିକିରି ସେ ତାଙ୍କର କଣ ନା ଆଉ ଗୋଟେ କଥା ଶୁଣ, ମନେକର ଲୋକ କହୁଛି ଯେ ଆମେ ହେଲା ଆଜ୍ଞା ଆମେ ଖାଇବାନି, ଏଗୁଡ଼ା ସବୁ ନିଷେଧକ, ମନକୁ ହୁଁ ବିଭ୍ରାନ୍ତିକର କରିବ, ଆମେ ଏଗୁଡ଼ା ସବୁ ଖାଇବୁ। ଠିକ ଅଛି, ତମେ ଯଦି ତାକୁ ନ ଖାଇବ ତାହେଲେ ତମେ କୋଉଥିପାଇଁ ଖାଇବ? ତମେ କେମିତି ପାଳନ କରିବା ପାଇଁ ଏପଟୁ ସରକାର ଚିଲ୍ଲା କରୁଛ ଘରେ ଯାଇକି, ଏପଟରୁ ଉପରେ କହୁଛ ପିଆଜ ରସୁଣ ଖାଇବିନି। ଏଇଟା କଣ କାମ? ଏଇଟା ପାପ ନା କଣ? ବୁଝିଲ? ଗାଈ ଯାକ ଆଜ୍ଞା କୁକୁଡ଼ା ବନ୍ଧ କେତେ ବାନ୍ଧୁରେ ତମ ଗାଈ ମୁକୁଳା କରୁଛ, ଉପର ଗାଈକି ବାନ୍ଧଉଛ, ପାଣି ରହିବନି। ଆଜ୍ଞା ଆଜ୍ଞା ବୁଝିପାରିଲନି? ଆଜ୍ଞା ଆମ ମଠରେ ପହଞ୍ଚିଲା ଖାଇଲା ଆଇଁଷ ଆଉ ଠିକ ଅଛି, କରିଦେଲୁ କୋଇ ଜିନିଷଟା କରିଦେଲୁ, ଆରାମସେ ଖାଇଦେଲା। ସେଠୁ ମୁଁ ତାକୁ ଆଜ୍ଞା ପଚାରିଲି, କହିଲି ତୁ ବା ଆଇଁଷ ଖାଉନା? ହେଲା ହଁ। ତୁ ମସୁର ଖାଉନା? ହେଲା ହଁ। ନାଉ ଖାଉନା? ହଁ। ଛତୁ ଖାଉନା? ହଁ। ପୋଇ ଖାଉନା? ହଁ। ବିରି ଖାଉନା? ହଁ। ଖାଲି ପିଆଜ ରସୁଣ ଦିଟା ଖାଉନୁ। ଯୋଉ କଟା ଗୁଡା ସବୁ ଆଇଁଷ, ବିରି ଆଇଁଷ, କେଶ ଆଇଁଷ, ପୋଇ ଆଇଁଷ, ଆଉ ଆଇଁଷ, କଣ ବୁଝିଲୁ ମସୁର ଆଇଁଷ, ଆଉ ତୁ ତ ଆକୁ ସବୁ ଖାଉଛୁ, ଆଉ ଖାଲି କଣ କହୁଛୁ ମୁଁ ଆଇଁଷ ଖାଏନା, ପିଆଜ ରସୁଣ ଖାଇବିନି। ଖାଲି କଣ ପିଆଜ ରସୁଣ ଆଇଁଷ? ତା ସାଙ୍ଗରେ ଆଉ କେତେ ପଦାର୍ଥ ଅଛି, ଏଗୁଡ଼ା ସବୁ ଆଇଁଷ। ଯଦି ତୁ ଆଇଁଷ ନ ଖାଇବୁ ସବୁ ଛାଡ଼। ଏଇଟା ପାଣିଟା ଆଇଁଷ। ପୋଖରୀ ପାଣି କିଣା ହେଇଥିବ, ତା ଦେହରେ ମାଛ ଖେଳୁଛନ୍ତି। ଛାଡ଼ିବ କାଇଁ? ଏଗୁଡ଼ା ସବୁ ମନର କଳ୍ପନା, ଏଗୁଡ଼ା ସବୁ ବିଚାର ବୋଲି ଲୋକମାନେ କହନ୍ତି। ଏଗୁଡ଼ା ସବୁ ମାନେ ଲୋକଙ୍କର ଗୋଟେ ଆଚାର, କର୍ମକାଣ୍ଡ ଉପରେ ଏଇ ସବୁ କଥା। ଆଜ୍ଞା ଆସିକି ସାଢେ ପହଞ୍ଚିଲେ କହିଲେ ଆମେ ପାଣି ପିଉନା, କାହିଁକି ନା ପାଣିରେ ମାଛ ଖେଳୁଛି, ପାଣିଟା ଆଇଁଷ, ଆମେ ପାଣି ପିଉନୁ। ଆଜ୍ଞା ପାଣି ପିଇବନି। ପଇଡ଼ ଦିଟା କାଢ଼ିକି ଦେଲେ, ପଇଡ଼କୁ କହିଲେ ଆମେ ଠାକୁର ଖାଇଲେ ପଇଡ଼ ଫୁଟେଇବନି, ସାଧୁ ବାବା ଖାଇଲେ ପଇଡ଼କୁ ଫୁଟେଇବନି। ସିଏ ତାଙ୍କର ନିଜେ ଫୁଟେଇବେ। ବୁଝିଗଲା? ଆଜ୍ଞା ସେ ପଇଡ଼ ନିଜେ ଫୁଟେଇଲେ, ଦେଖିଲେ ଦିଟା ପଇଡ଼ରେ ଦିଟା ପୋଳା ବୁଝେଇ ଦେଲେ ବ୍ରହ୍ମ ଆଜ୍ଞା କୋଉଠି, କର୍ତ୍ତା କୋଉଠି ନାହିଁ, କଣ କରୁ ବୁଝେଇ ସାରିଲା ପରେ ଶୁଣୁ। ତେଣୁ ଏ ସବୁ ମନର କଳ୍ପନା, ମନର ବିଚାର। ତାକୁ ଖାଇବିନି, ତାକୁ ଖାଇବିନି, ଇଏ ପିଆଜ ଆଇଁଷ, ସିଏ ଅମୁକ ତମୁକ, ଏଗୁଡାକ ଉପରେ ଯିଏ ଯାହାର ମନ କର୍ମକାଣ୍ଡେ ସେଟା ହିଁ ଯିବ ଉର୍ଦ୍ଧ୍ୱ ଦାଣ୍ଡେ। ଏ ସବୁ କର୍ମକାଣ୍ଡର କଥା। ଉର୍ଦ୍ଧ୍ୱ ଦାଣ୍ଡକୁ ଯିଏ ଯିବା ପାଇଁ ଚେଷ୍ଟା କରିବ, ଏଗୁଡାକ ସବୁ ଛାଡି ଦଉ। ଏଗୁଡାକ ସବୁ ମୁଖ୍ୟ କଥା ନୁହେଁ। ମୁଖ୍ୟ କଥା ହଉଛି ମୁଁ କେମିତି ମୁକ୍ତି ପାଇବି, ମନ ସ୍ଥିର କରି ଉପରକୁ ଯିବି। ଏଗୁଡା ସବୁ କରୁଥାଉ। ଆଜ୍ଞା ପବନ ସହିତ ଶରୀରର କୌଣସି ସମ୍ପର୍କ ନାହିଁ। ତେଣୁ ପବନକୁ ଆଜ୍ଞା ପବନ ସହିତ ଯଦି ମନକୁ ଯୋଗ କରିଦବ, ଖାଦ୍ୟ ସହିତ ଆମର କଣ ସମ୍ପର୍କ ଆଉ ରହିବ? ଖାଦ୍ୟଟା ଆଜ୍ଞା କେବଳ ଶାରୀରିକ ବୃଦ୍ଧି, ଶାରୀରିକ କ୍ଷମତାକୁ ମାନେ ବଢେଇବ, କମେଇବ, ଏଗୁଡା ସବୁ ଶରୀର ଉପରେ ମାନେ ପ୍ରଭାବ ବିସ୍ତାର କରେ କିଏ? ସେ ଖାଦ୍ୟ। କିନ୍ତୁ ଖାଦ୍ୟଟା ଆଜ୍ଞା ହଁ ପବନ ଉପରେ ନୁହେଁ। କାହିଁକିନା ପବନ ଦେହଠାରୁ ଅଲଗା। ବୁଝିଲ? ଆଜ୍ଞା ପବନ ପବନକୁ ଅବଲମ୍ବନ କରିକି ଶରୀର ତିଷ୍ଠିକି ରହିଛି। ପବନକୁ ଅବଲମ୍ବନ କରି ଶରୀର ତିଷ୍ଠିକି ରହିଛି। ପବନ ଆଜ୍ଞା ବିନା କେବେ ଶରୀର ଜୀବିତ ରହିପାରିବ ନାହିଁ। କିନ୍ତୁ ଆଜ୍ଞା ଶରୀରକୁ ଅବଲମ୍ବନ କରି ପବନ ନାହିଁ। ପବନ ନିରାଳମ୍ବ, ନିରପେକ୍ଷ। ଆଜ୍ଞା ଆଜ୍ଞା ଇଏ ଶରୀର ସହିତ ତାର କୌଣସି ସମ୍ପର୍କ ନାହିଁ। ଶରୀରର ପବନ ସହିତ ସମ୍ପର୍କ ରହିଛି। ଯଦି ଏଇଟା ସତ୍ୟ, ତାହେଲେ ପବନ ଦିହରେ ମନକୁ ବାନ୍ଧି ଦିଅ। ପବନ ମନ ପବନ କଥାରେ ଅଛି, ମନ ପବନ ଏକ ହେଲେ ସର୍ବ କାର୍ଯ୍ୟ ସିଦ୍ଧି ହୁଏ। ମନ ପବନକୁ ଯଦି ଏକ କରିବ, ତାହେଲେ ଖାଦ୍ୟ ସହିତ କୋଉଠି ସମ୍ପର୍କ? ଖାଦ୍ୟ ସହିତ ସିନା ଶରୀରର ସମ୍ପର୍କ, ପବନର ସମ୍ପର୍କ ନାହିଁ ନା।
ତେଣୁ ମନ ସହିତ ପବନକୁ ଏକ କରିଦିଅ, ଶରୀର ତାର ଯାହା ଖାଉଛି ଖାଉଥାଉ। ଏମିତି କଥା ଆଉ। ଆଚ୍ଛା ତାହେଲେ ବାବା ଆପଣଙ୍କର ଯୋଉ ଗୋଟେ ଏପିସୋଡ ପକେଇଥିଲେ ନା ଆମର ଯୋଉ ମାନେ ଗୀତାର ଯୋଉ ସବୁ ସରିତତ୍ଵ କଥା, ହଁ ସେଟା ସେକେଣ୍ଡ ଶ୍ଲୋକଟା ପକେଇ ନାହାନ୍ତି କି? ଏବେ ସେ କଥା ଗୀତାର ସରିମାର୍ଥଟା ମୁଁ ଗୋଟିଏ ଶ୍ଲୋକଟା ମାତ୍ର କରିଛି, ଦ୍ୱିତୀୟ ଶ୍ଲୋକ କଣ କହିଲି ନା। ନା ସେଇଟା ମୁଁ ମାନେ ପ୍ରତ୍ୟେକ ଦିନ ମୁଁ ସକାଳୁ ସେଇଟା ଉଠୁଛି ଦେଖୁଛି, ମୋତେ ବହୁତ ଭଲ ଲାଗୁଛି। ଯେହେତୁ ମାନେ ଶରୀର ଭିତରେ ଧୃତରାଷ୍ଟ୍ର କତୁରୁ ଆରମ୍ଭ କରିକି ସବୁ ମାନେ ଗୁଡାକ ପଣ୍ଡୁପୁତ୍ର ପର୍ଯ୍ୟନ୍ତ ଆଉ କୁନ୍ତି ମାଦ୍ରୀ ପର୍ଯ୍ୟନ୍ତ ସବୁ ଯେତିକି ବୁଝେଇଛନ୍ତି ଶରୀର ଭିତରେ, ମାନେ ସେଇଗୁଡାକ ନିହାତି ନେସେସରୀ ଦରକାର। ୟାର ଗୋଟେ ବହି ଆପଣ ଯଦି ଲେଖନ୍ତେ ତାହେଲେ ଗୀତାର ପ୍ରକୃତର ସରିତତ୍ଵଟା ନିହାତି ଆବଶ୍ୟକ। ଆରେ ବୟସ ହେଲାଣି, ହାତ ବସିଗଲାଣି, ଆଉ ଦେଖିବା ପାଇଁ କଲମ ଧରି ପାରୁଛୁ ନା ହାତ ଥରିଲାଣି। ଆଚ୍ଛା ସେଇ ଯୋଉ ଆପଣ ଯୋଉ ଶ୍ଲୋକଟା ଗାଉଥିଲେ, ମାନେ ଆମର ଗୁରୁଙ୍କର ଯୋଉ ଅଖିଳ ଜ୍ୟୋତିର ଯୋଉ ମାନେ ଲେଖିଥିବା ସେ ଯୋଉ ବହି ଖଣ୍ଡ କଣ କି ବହିଟା କହୁଥିଲେ ମୁଁ ଭୁଲିଯାଇଛି, ସେଇ ବହି ତା ଭିତରେ ସବୁ ଶ୍ଲୋକ ଗୁଡାକ ଅଛି ନା ବାବା? ଅଛି ଆଉ ପରିମାର୍ଥ ଟୋଟାଲ ଭରପୁର ହେଇକି ରହିଛି। ସେ ବହିଟି ନାଁ ହେଲା ଗୀତାବାଣୀ। ଆଜ୍ଞା ଆଜ୍ଞା। ସେ ବହିଟି ନାଁ ହେଲା ଗୀତାବାଣୀ। ସେ ବହିଟା ଆପଣଙ୍କ ପାଖରେ ଅଛି ନା? ହଁ ଏବେ ଭାଇ ଛପା ହେଇଛି, ଆସିକି ହଜାର ଥୁଆ ହେଇଛି। ଆଉ ମାର୍କେଟରେ ମିଳୁଛି ନା ମିଳୁନି? ମାର୍କେଟକୁ ତ ମୁଁ ଛାଡ଼ିନି, ମିଳିବ କେମିତି? ହଁ ଆପଣ ସବୁ ଲେଖିଛନ୍ତି ତାକୁ? ମୁଁ ଲେଖିଛି, ବହିର ପାଖରେ ଥୁଆ ହେଇଛି। ନା ସେଇ ବହି ଗୁଡା ପ୍ରକୃତର ମାନେ ଏତେ ମହତ୍ୱପୂର୍ଣ୍ଣ ବହି, ସେ ବହି ଗୁଡାକ ନିହାତି ନେସେସରୀ ଦରକାର। ମୁଁ ସେଇଟାକୁ ମୁଁ କହିଲି ବାବା ବୋଧେ ଆଉ ଛାଡ଼ି ନାହାନ୍ତି ନା କଣ ସେକେଣ୍ଡ ଶ୍ଲୋକଟି। ନା ସେକେଣ୍ଡ ଶ୍ଲୋକଟା ମୁଁ ଛାଡ଼ିନି। କ'ଣ ଗୋଟେ କଥା ହଉଛି ଦିନ ରାତି 24 ଘଣ୍ଟା ଆଜ୍ଞା ନ ହେଇକି ଯଦି 48 ଘଣ୍ଟା ହେଇଯାଆନ୍ତା ଗୋଟେ ଦିନ, ତାହେଲେ ମୋତେ ବି ଆଜ୍ଞା ସମୟ ନିଅଣ୍ଟ ହୁଅନ୍ତା। ମୁଁ ତ 24 ଆଜ୍ଞା ଘଣ୍ଟା ଚଲେଇଛି କାମ, କୋଉଟାକୁ ଲେଖିନି କୋଉଟାକୁ। ଗୋଟିଏ ଭିଡ଼ିଓ ସୁଟିଂ କଲା ବେଳକୁ 3 ଦିନ 4 ଦିନ ଗୋଟେ ଭିଡ଼ିଓ ପାଇଁ ଲେଖିଲା ବେଳକୁ ଲେଖାଟା ଆଜ୍ଞା 3-4 ଦିନ ଲାଗୁଛି। ତାପରେ ଆଜ୍ଞା ସେଠୁ ଏଡିଟିଂ, ସୁଟିଂ, ଟାଇପ୍, ଅପଲୋଡ଼ିଂ, ଏକ୍ସପୋର୍ଟିଂ, ଏଗୁଡ଼ା ସବୁ ଗୁଡିକି ନେଇକି ପହଞ୍ଚିଲା ବେଳକୁ ଲୋକଙ୍କ ପାଖରେ ମୁଣ୍ଡ ଦିକଡ଼ା। ନା ଯାହା ହଉ ଆପଣଙ୍କର ସେ ଗୋଟେ ବହୁତ ଭଲ ଲାଗୁଛି। ସେକେଣ୍ଡ ଏପିସୋଡକୁ ମୁଁ ଅନେଇକି ରହିଛି, ମୁଁ କୋଉ ଦିନ ନା ପଠେଇଲେ। ଛାଡ଼ିବି। ଦୈନିକ ଆଖଡ଼ା ସବସ୍କ୍ରାଇବ୍ କରିଛ ନା? ସବୁ କରି ମୁଁ ଦିଟା ମୁଁ ଯୋଉ ଦେଖୁଥିଲି। ହଁ ତେଣୁ ସେଇଟାରେ ଛାଡ଼ିଛେ। ଗୋଟେ କଥା ହଉଛି ତାକୁ ଲେଖିବା ପାଇଁ ସେମିତି ଯୋଉଗୁଡ଼ା ଲେଖା ହଉଛି କମ୍ ମୁଣ୍ଡ ଖର୍ଚ୍ଚ ହଉନି। ସମୟ ନାଇଁ ନେଇ ନାଇଁ ସେଇ ବର୍ତ୍ତମାନ ଯୋଉ ଲେଖା ଗୁଡ଼ା ଲେଖୁଛନ୍ତି ଗୀତାର ଯୋଉ ମହତ୍ଵ ଏବଂ ତାର ଯୋଉ ସରିତତ୍ଵ ବହୁତ ମାଧୁର୍ଯ୍ୟ, ତାକୁ ସମସ୍ତେ ବୁଝିବା ଲୋକ ଯେ ବୁଝିପାରିବ। ସମସ୍ତେ କିଏ କ'ଣ ବୁଝିବ ମୁଁ ଜାଣିନାହିଁ, କିନ୍ତୁ ମୋ ଚିନ୍ତାଧାରା ଅନୁସାରେ ଆପଣ ଯୋଉଟା ଲେଖିଛନ୍ତି ପୁରା ଖୁଲମ ଖୁଲା ଭାବରେ ବଡି ଭିତରେ ଯୋଉଟା ପିଣ୍ଡ ଭିତରେ ସବୁ କଥା ଗୁଡ଼ା ଲେଖିଛନ୍ତି ଆଉ। ସେ ଦ୍ୱିତୀୟ ଶ୍ଲୋକଟା ଦୃଷ୍ଟ୍ୱା ତୁ ପାଣ୍ଡବାନୀକାଂ ବ୍ୟୁଢ଼ଂ ଦୁର୍ଯ୍ୟୋଧନ ସଦା ଆଚାର୍ଯ୍ୟମୁପସଂଗମ୍ୟ ରାଜା ବଚନମ୍ ଅବ୍ରବୀତ୍। ଏଇ ଯୋଉଟା କଥାଟା ଯେ ଆଜ୍ଞା ପାଣ୍ଡବ ସୈନ୍ୟ ସଜିତ ଦେଖି ସେ ଦୁର୍ଯ୍ୟୋଧନ ଦ୍ରୋଣାଚାର୍ଯ୍ୟ ପାଖେ ଯାଇନ ରାଜା ବୋଲେ ବଚନ। ଏଇଟା ହଉଛି ଗୀତାବାଣୀର ଅର୍ଥ। ଅର୍ଥ ହଁ। ତେଣୁ ସେଇଟା ଯୋଉ ଅଛି ଯେ ପାଣ୍ଡବାନିକଂ, ପାଣ୍ଡବ ମାନଙ୍କର ଆନିକ ବା ସୈନ୍ୟ ବ୍ୟୂହ ସେଟା କୋଉ ଜାଗାରେ ଅଛି ଦେହ ଭିତରେ। ପାଣ୍ଡମାନିକଂ ଦୃଷ୍ଟାତୁ ପାଣ୍ଡମାନିକଂ ବ୍ୟୁଢ଼ଂ ରାଜା ଦୁର୍ଯ୍ୟୋଧନ ସଦା। ପାଣ୍ଡବ ସୈନ୍ୟର ସୈନ୍ୟ ସଜା ଦେଖିକି ଦୁର୍ଯ୍ୟୋଧନ ଯାଇକି ଦ୍ରୋଣାଚାର୍ଯ୍ୟ ପାଖରେ ପହଞ୍ଚିକି ସିଏ ଯାଇକି ଏଇ କଥାଟା କହୁଛି। କ'ଣ ସେ କହୁଛି? ତୃତୀୟ ଶ୍ଲୋକ କହୁଛି ପଚୈତାଂ ପାଣ୍ଡୁପୁତ୍ରାଣ ମାତା ଅଜଂ ମହତି ଚମଂ ବ୍ୟୁଢ଼ଂ ଦ୍ରୁପଦ ପୁତ୍ରେଣ ତପ ଶିଷେଣ ଧୀମତା। ଦ୍ରୁପଦ ପୁତ୍ର କିଏ ସେ? ଧୃତରାଷ୍ଟ୍ର, ଧୃଷ୍ଟଦ୍ୟୁମ୍ନ କିଏ ସେ? ଦ୍ରୌପଦୀର ଭାଇ। ଦ୍ରୌପଦୀ କିଏ ସେ? ଏଗୁଡ଼ା ସବୁ ବୁଝିଲା ବେଳକୁ ମୁଣ୍ଡ ଗରମ। ସେଇଟା ହଉଛି ଆପଣ ଦେହ ଭିତରେ ବୁଝେଇବେ। ହଁ ସବୁ ପିଣ୍ଡରେ ପରିମାର୍ଥ ଭିତରେ କୁହା ହଉଛି, କିନ୍ତୁ ସେଗୁଡ଼ା ହଁ ଟିକେ ନବାକୁ ପାଇଁ ପଡ଼ିବ ଆଉ। ଯାହା ହଉ ସେଇଟା ପକେଇଲେ ମୁଁ ତାକୁ ଅନେଇକି ରହିଛି, ସେଟା ନୋଟ କରିମି ଆଉ। ସବୁ ହଉ ଗୁଡ଼ାକ ହଉ ମୁଁ ମୁଁ ନୋଟ କରୁଛି ତାକୁ ସବୁ ଏବେ। ହଉ ଠିକ୍ ଅଛି, ବହୁତ ଭଲ କଥା। ମୁଁ ସମୟ ଦେଖି ଛାଡ଼ିବି। ବର୍ତ୍ତମାନ ଏବେ ତାର ସାଇନ୍ସ ଜର୍ନାଲରେ ଛପେଇବା ପାଇଁ ବର୍ତ୍ତମାନ ଯାଉଛି ବ୍ରହ୍ମସତ୍ତାକୁ। ସେଥିପାଇଁ ଆଜ୍ଞା ବର୍ତ୍ତମାନ ଲେଖା ଚାଲିଛି ଖୁବ୍ ଜୋର। 15-20 ଦିନ ହେଇଗଲାଣି, ଆହୁରି ବି 4-6 ଦିନ ଲାଗିବ। ମୁଁ ଖାଲି ଜର୍ନାଲ ଖାଲି ଗୋଟେ ଏପିସୋଡ ବାହାରି ସାରିଲା ପରେ ତାପରେ ଆଜ୍ଞା ସବୁ ଗୁଡ଼ାକ ଧୀରେ ଧୀରେ ସବୁ ବାହାରିବ। ଜର୍ନାଲରେ ଛପେଇବି। ଜର୍ନାଲ ଲେଖାଟା ବିଶ୍ୱଜନୀନ ହେଇଯିବ ନା। ଆଜ୍ଞା 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 ହଉ 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 ହଉ। କରୁଛି ଆଉ।